ମାଥ୍ୟୁ ଲିଖିତ ସୁସମାଚାର 15 ଅଧ୍ୟାୟ 1-2 ଓ 10-14 ପଦ ପର୍ଯ୍ୟନ୍ତ। ଏହାପରେ ଜେରୁସାଲେମରୁ ଫାରିସି ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ଆପଣଙ୍କ ଶିଷ୍ୟମାନେ କାହିଁକି କୁଳବୃଦ୍ଧମାନଙ୍କର ପରମ୍ପରା ଭଙ୍ଗ କରୁଛନ୍ତି? କାରଣ ଖାଇବା ପୂର୍ବରୁ ସେମାନେ ହାତ ଧୁଅନ୍ତି ନାହିଁ। ସେ ଲୋକମାନଙ୍କୁ ପାଖକୁ ଡାକି କହିଲେ, ଶୁଣ ଓ ବୁଝ। ଯାହା ମୁଖ ଭିତରକୁ ଯାଏ ତାହା ମନୁଷ୍ୟକୁ ଅଶୁଚି କରେ ନାହିଁ, କିନ୍ତୁ ଯାହା ମୁଖରୁ ବାହାରେ ତାହା ହିଁ ମଣିଷକୁ ଅଶୁଚି କରିଥାଏ। ସେ ସମୟରେ ଶିଷ୍ୟମାନେ ଆସି ତାହାଙ୍କୁ କହିଲେ, ଆପଣଙ୍କର ଏହି କଥା ଶୁଣି ଫାରିସୀମାନେ ଅପମାନିତ ହୋଇଛନ୍ତି। ଏହା କ'ଣ ଆପଣ ଜାଣନ୍ତି? ଯୀଶୁ ଉତ୍ତର ଦେଲେ, ମୋର ସ୍ୱର୍ଗସ୍ଥ ପିତା ଯେଉଁ ବୃକ୍ଷ ରୋପଣ କରିନାହାନ୍ତି ସେସବୁ ଉପାଡ଼ି ଦିଆଯିବ। ସେମାନଙ୍କୁ ଛାଡ଼ିଦିଅ। ସେମାନେ ଅନ୍ଧ ଓ ଅନ୍ଧମାନଙ୍କ ପଥ ପ୍ରଦର୍ଶକ। ଅନ୍ଧ ଯଦି ଅନ୍ଧକୁ ବାଟ କଢ଼ାଏ ତେବେ ଉଭୟେ ଗାତରେ ପଡ଼ନ୍ତି। ପ୍ରଭୁଙ୍କର ସୁସମାଚାର। ପ୍ରିୟ ବନ୍ଧୁଗଣ, ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର, ତାହାଙ୍କର ଶିକ୍ଷା ଏବଂ ତାହାଙ୍କର ରୋଗୀ ଆରୋଗ୍ୟ କଥା ଗୁଡ଼ାକ ଆମମାନେ ଶୁଣୁଅଛୁ। ଆଉ ତା ସହିତ ମଧ୍ୟ ଆଜି ଆମମାନେ ଶୁଣୁଛୁ ଯେ ଫାରିସି ଓ ଧର୍ମଶାସ୍ତ୍ରୀମାନେ ଆସି ଯୀଶୁଙ୍କୁ ପଚାରୁଛନ୍ତି ଯେ ତୁମର ଶିଷ୍ୟ କାହିଁକି କୁଳବୃଦ୍ଧମାନଙ୍କର ପରମ୍ପରା ଭଙ୍ଗ କରୁଛନ୍ତି? କାରଣ ଖାଇବା ପୂର୍ବରୁ ସେମାନେ ହାତ ଧୁଅନ୍ତି ନାହିଁ। ଯିହୁଦୀମାନଙ୍କର ପରମ୍ପରା ଅନୁସାରେ ଖାଦ୍ୟ ଖାଇବା ପୂର୍ବରୁ ହାତ ଧୋଇବା ଉଚିତ, କିନ୍ତୁ ଅନେକ ସମୟରେ ସେମାନେ ଦେଖୁଛନ୍ତି ଯୀଶୁଙ୍କର ଶିଷ୍ୟମାନେ ହାତ ଧୁଅନ୍ତି ନାହିଁ। ହାତ ନ ଧୋଇ ସେମାନେ ଖାଦ୍ୟ ଖାଆନ୍ତି। ଏସବୁ ହେଉଛି ସେମାନଙ୍କର ପରମ୍ପରା। ତେଣୁ ଯୀଶୁ ଲୋକମାନଙ୍କୁ ତାଙ୍କ ପାଖକୁ ଡାକି କହିଲେ, ଶୁଣ ଆଉ ବୁଝ। ଯାହା ମୁଖରୁ ଭିତରକୁ ଯାଏ ତାହା ମନୁଷ୍ୟକୁ ଅଶୁଚି କରେ ନାହିଁ। ଆମେ ଯେଉଁ ଖାଦ୍ୟ ଖାଉଛୁ ତାହା ମୁଖରୁ ଆମ ପେଟ ଭିତରକୁ ଯାଏ, ତାହା ଆମକୁ ଅଶୁଚି କରେ ନାହିଁ, କିନ୍ତୁ ଯାହା ମୁଖରୁ ବାହାରେ ତାହା ମଣିଷକୁ ଅଶୁଚି କରିଥାଏ। ଆମ ମୁଖରୁ ଯେଉଁ ଭର୍ତ୍ସନା, ନିନ୍ଦା, ଅପମାନ, ଗାଳି ଏସବୁ କଥା ଗୁଡ଼ାକ ମିଥ୍ୟା, ଯେତେ ସବୁ କଥା ଗୁଡ଼ାକ ହୃଦୟରୁ ବାହାରେ ତାହା ହିଁ ମନୁଷ୍ୟକୁ ଅଶୁଚି କରିଥାଏ। ଯେମିତି ଫାରୁସୀମାନେ, ଏହି ସାଦୁସୀମାନେ, ଧର୍ମଶାସ୍ତ୍ରୀମାନେ, ସେମାନେ ପୁରାତନ ଧର୍ମଗ୍ରନ୍ଥ ବା ପରମ୍ପରା ନ ବୁଝି ସେମାନେ ଅର୍ଥକୁ ଅନର୍ଥ କରିଥାନ୍ତି। ସେଥିପାଇଁ ଯୀଶୁ ସେମାନଙ୍କୁ ଏହି କଥା କହୁଛନ୍ତି, ଯାହା ମୁଖରୁ ପେଟକୁ ଯାଏ ତାହା ଆମକୁ ଅଶୁଚି କରେ ନାହିଁ। ଆମେ ଯେଉଁ ଖାଦ୍ୟ ଖାଉଛୁ ତାହା ଅଶୁଚି ନୁହଁ, କିନ୍ତୁ ଯାହା ମନୁଷ୍ୟ ହୃଦୟରୁ, ମନୁଷ୍ୟ ଆତ୍ମାରୁ, ମନୁଷ୍ୟ ଇଚ୍ଛାରୁ, ମନୁଷ୍ୟ ଚିନ୍ତାଧାରାରୁ ଯାହା ଆସେ ସେଗୁଡ଼ାକ ହିଁ ମନୁଷ୍ୟକୁ ଅଶୁଚି କରିଥାଏ। କିନ୍ତୁ ଶିଷ୍ୟମାନେ ଯୀଶୁଙ୍କୁ କହିଲେ, ଆମେ ଏ କଥା ବୁଝିପାରୁନାହୁଁ। ଆପଣ ଏହି କଥା ଶୁଣି ଫାରୁସୀମାନେ ଅପମାନିତ ହୋଇଛନ୍ତି, ଏହା କ'ଣ ଆପଣ ଜାଣନ୍ତି? ଯେତେବେଳେ ଯୀଶୁ ଏମାନଙ୍କୁ, ଫାରୁସୀ ଆଉ ଧର୍ମଶାସ୍ତ୍ରୀମାନଙ୍କୁ ଏ କଥା କହିଲେ ସେମାନେ ଅପମାନିତ ହେଲେ। ତେଣୁ ଜଣେ ଶିଷ୍ୟ ତାହାଙ୍କୁ, ବିଶେଷ କରି ଯୀଶୁଙ୍କୁ ଏହା ଜଣାଇ ଦେଉଛନ୍ତି। ତେଣୁ ଯୀଶୁ ଉତ୍ତର ଦେଉଛନ୍ତି, ମୋର ସ୍ୱର୍ଗସ୍ଥ ପିତା ଯେଉଁ ବୃକ୍ଷ ରୋପଣ କରିନାହାନ୍ତି ସେସବୁ ଉପାଡ଼ି ଦିଆଯିବ। ହେଲେ ସ୍ୱର୍ଗସ୍ଥ ପିତା ପ୍ରଥମେ ସବୁ ମଞ୍ଜି ବୁଣନ୍ତି। ଆମେ ମନୁଷ୍ୟମାନେ ସମସ୍ତେ ମଞ୍ଜି ପରି। ପିତା ପରମେଶ୍ୱର ଆମମାନଙ୍କୁ ବୁଣିଛନ୍ତି, ତଳି ପକାଇଛନ୍ତି। ହେଲେ ଏହି ତଳି ଗୁଡ଼ାକ ଉପାଡ଼ି ତାକୁ ଆଉଥରେ ରୋଇବାକୁ ପଡ଼ିବ।
ଯେମିତି ଚାଷୀମାନେ ତଳିକୁ ଉପାଡ଼ି ତାକୁ କ୍ଷେତରେ ରୁଅନ୍ତି, ସେହିପରି ପ୍ରଭୁ ରୁଅନ୍ତି। ଆଉ ସେହି ରୋଇବା ବିଷୟ ହେଉଛି ଆମର ଦୀକ୍ଷା ସ୍ନାନ। ପ୍ରଭୁ ଆମକୁ ଉପାଡ଼ି ସେ ରୁଅନ୍ତି, ଅର୍ଥାତ ଦୀକ୍ଷା ସ୍ନାନ ଦିଅନ୍ତି। ଦୀକ୍ଷା ସ୍ନାନ ଦ୍ୱାରା ଆମମାନେ ଆଉ ଥରେ ଭଲ ଭାବରେ ବଢ଼ିବା। ତେଣୁ ସ୍ୱର୍ଗସ୍ଥ ପିତା ଯେଉଁ ବୃକ୍ଷରୋପଣ କରିନାହାନ୍ତି ସେସବୁ ଉପାଡ଼ି ପକାଇବେ। ହେଲେ ଯେତେ ସବୁ ବୁଣା ଯାଇଛି, ଯେଉଁମାନେ କି ଦୀକ୍ଷିତ ହୋଇନାହାନ୍ତି, ଯେମିତି ଏ ଫାରୁସି ଆଉ ଧର୍ମଶାସ୍ତ୍ରୀମାନେ, ସେମାନେ ରୋପିତ ହୋଇନାହାନ୍ତି। ତେଣୁ ଯୀଶୁଖ୍ରୀଷ୍ଟ କହୁଛନ୍ତି ଏମାନଙ୍କୁ ଛାଡ଼ିଦିଅ, ଏମାନେ ତ ଖାଲି ବୁଣା ହୋଇଛନ୍ତି, ସ୍ୱର୍ଗସ୍ଥ ପିତା ଏମାନଙ୍କୁ ରୋପଣ କରିନାହାନ୍ତି, ଏମାନଙ୍କୁ ଛାଡ଼ିଦିଅ। ଆଉ ସେମାନେ ହେଉଛନ୍ତି ଅନ୍ଧ, ଆଉ ସେମାନେ ହେଉଛନ୍ତି ଅନ୍ଧମାନଙ୍କର ପଥ ପ୍ରଦର୍ଶକ। ଅନ୍ଧ ଯଦି ଅନ୍ଧକୁ ବାଟ କଢ଼ାଏ, ତେବେ ଉଭୟ ଗାତରେ ପଡ଼ିବେ। କାରଣ ଏମାନଙ୍କୁ ପ୍ରଭୁ କେବଳ ବୁଣିଛନ୍ତି, ଏମାନେ ରୋପିତ ହୋଇନାହାନ୍ତି, ଏମାନେ ଦୀକ୍ଷା ସ୍ନାନ ପାଇନାହାନ୍ତି, ଏମାନେ ପ୍ରଭୁଙ୍କର ଲୋକ ହୋଇନାହାନ୍ତି। ସେଥିପାଇଁ ସେମାନେ ଅନ୍ଧମାନେ, ସେମାନେ ଆଲୋକିତ ହୋଇନାହାନ୍ତି। ସେଥିପାଇଁ ସେମାନେ ଅନ୍ଧ ହୋଇ ଅନ୍ଧକୁ ବାଟ କଢ଼ାଉଛନ୍ତି। ଦୁଇ ଜଣ ଯାକ ଗାତରେ ପଡ଼ିବେ, ଦୁଇ ଜଣ ଯାକ ନର୍କରେ ପଡ଼ିବେ। ସେଥିପାଇଁ ପ୍ରଭୁ ଯୀଶୁ ହେଉଛନ୍ତି ଜ୍ୟୋତି, ସେ ହେଉଛନ୍ତି ସତ୍ୟ ଓ ପଥ, ଆଉ ସେ ହେଉଛନ୍ତି ଆଲୋକ। ତାହାଙ୍କୁ ଅନୁକରଣ ଆମର ଦରକାର। ସେଥିପାଇଁ ତାହାଙ୍କର ଶିଷ୍ୟ ଏହା ବୁଝିପାରୁଛନ୍ତି ବର୍ତ୍ତମାନ। ଆଗରେ ସେ ବୁଝିପାରୁନଥିଲେ, ଆଉ ବର୍ତ୍ତମାନ ସେ ବୁଝିପାରୁଛନ୍ତି। ଯୀଶୁଙ୍କୁ ଅନୁସରଣ କରି ତାହାଙ୍କ ପଛରେ ଅନୁଗମନ କରିବା ପାଇଁ ସେ ଆସିଛନ୍ତି। ତେଣୁ ଆମମାନେ ମଧ୍ୟ ଦୀକ୍ଷା ସ୍ନାନ ପାଇଁ ଆମମାନେ ରୋପିତ ହୋଇଅଛୁ। ସେଥିପାଇଁ ଆମମାନେ ଭଲ ଭାବରେ ବଢ଼ିବା ଦରକାର, ଆଉ ଭଲ ବୃକ୍ଷ ହୋଇ ପବିତ୍ରାତ୍ମାଙ୍କର ଫଳ ଧାରଣ କରିବା ଉଚିତ। ତେଣୁ ଆସନ୍ତୁ ଆମମାନେ ଯୀଶୁଙ୍କ ପଛରେ ଯିବା, ଅନ୍ଧମାନଙ୍କ ପଛରେ ଯିବା ନାହିଁ, ଏ ଧର୍ମଶାସ୍ତ୍ରୀମାନଙ୍କ ପଛରେ ଯିବା ନାହିଁ, ଏ ଫାରୁସିମାନଙ୍କ ପଛରେ ଯିବା ନାହିଁ। ସେମାନେ ହେଉଛନ୍ତି ଅନ୍ଧ, ଯୀଶୁଖ୍ରୀଷ୍ଟ ହେଉଛନ୍ତି ଆଲୋକ, ସେ ହେଉଛନ୍ତି ଜ୍ୟୋତି। ତେଣୁ ଆସନ୍ତୁ ଯୀଶୁଙ୍କ ପଛରେ ଯିବା ଆଉ ଅନନ୍ତ ଜୀବନ ଲାଭ କରିବା।